ଯେମିତି ଝିଅର ଏକ୍ଜାମ୍ ସରିଛି ତ ମୁଁ ସେମିତି ହିଁ ନା କିଛି ଭିଡ଼ିଓ ଏତେ ସୁଟ୍ କରିଛି ନା ଏଡ଼ିଟ୍ ନା ଅପଲୋଡ଼ିଂ ଏସବୁ ମୁଁ ମାନେ ବେଶୀ କିଛି ୟା ଭିତରେ କରିନି କାହିଁକିନା ମୋତେ ଖାଲି ତ ନିଦ କେଉଁଠୁ ନିଦ ଆସୁଥିଲା କାହିଁକିନା ଏକ୍ଜାମ୍ ପାଇଁକା ସିଏ ଏକା ମାନେ ପରିଶ୍ରମ କରେନି ସେ ତା ସହିତ ମାନେ ଯେମିତିକି ମାଆ ମାନେ ପିଲାଙ୍କ ସହିତ ପଢ଼ନ୍ତି ମାନେ ମୋର ମଧ୍ୟ ସେଇ ଟାଇପ୍ର ପୁରା ଟଫ୍ ବାଲା ଥିଲା ପରିଶ୍ରମ ତ ମୁଁ ବହୁତ ହାଲି କିଛି ବି ଭିଡ଼ିଓ ମୋତେ ଅପଲୋଡ଼ିଂ ଇଚ୍ଛା ହେଉନଥିଲା ଖାଲି ଇଚ୍ଛା ହେଉଥିଲା ରୋଷେଇବାସ କରିକିରି ଖାଇବା ପିଇବାକୁ ଦେଇକିରି ମୁଁ କେମିତି ଶୋଇବି ଖାଲି ନିଦ ମାନେ ପ୍ରବଳ ନିଦ ମୁଁ ଆ ଭିତରେ ଟିକେ ଏଇ 3-4 ଦିନ ହେବ ମାନେ ପ୍ରବଳ ଶୋଇ ଏବେ ଆସିଲି ଆଜି ମୁଁ କହିଲି ନାଇଁ ମୋ ସାଙ୍ଗମାନଙ୍କ ପାଖକୁ ମୋର ବ୍ଲଗ୍ସ ଦେଇନି କିଛି ଅପଲୋଡ଼ିଂ ମୋ ସାଙ୍ଗମାନେ କ'ଣ ଭାବୁଥିବ ମୋ ବିଷୟରେ କୁଆଡ଼େ ଗଲା ଚିନୁ ତ ସମସ୍ତଙ୍କୁ ସରି କ୍ଷମା କରିଦେବେ ଟିକେ ଏମିତି ରେଷ୍ଟ ନେଇଗଲି ଟିକେ ଗ୍ୟାପ୍ ବି ଦରକାର ଲାଇଫ୍ରେ ତ ଆଜି ଆମେ ସବୁ କାମ ଦାମ ସାରିକିରି ଆସିଗଲୁ ଆମେ ଏଠି ସତ୍ସଙ୍ଗ ବିହାର ମୁଖାର୍ଜୀ ପାର୍କକୁ ଯେହେତୁ ହଜବେଣ୍ଡଙ୍କର ଆଜି ଅଫ୍ ଡେ ଥିଲା ତ ଅଫ୍ ଡେ ଥିଲା ମାନେ ତାପରେ ମୁଁ କହିଲି ପିଲାମାନେ ଘରେ କେତେ ରହିବେ ଦୁଇ ଜଣ ଯାକ ବୋର୍ ହେଉଛନ୍ତି କେତେ ଘରେ ରହିବେ ଚାଲ ଟିକେ ମୋ ପୁଅକୁ ଟିକେ ବୁଲେଇ ଆଣିବା ଏଇ ପାର୍କ ଛୋଟବେଳେ କୁହୁ ଏଡ଼ିକି ଟିକେ ହେଇଥିଲା ରିସି ପରିକା ଆମେ ଏମିତି ଆଣିକି ଆସୁ ବର୍ଷା ବି ଛୋଟିଆଟେ ହେଇଥିଲା ବର୍ଷା କୁହୁ ମୁଁ ହଜବେଣ୍ଡ ଆମେ ଚାରି ଆସୁ ବାଇକ୍ରେ ବସିକିରି ଆଉ ଏଇନେ ରିସି ପାଇଁକା ଡ୍ୟୁଟି ତ ଏଇ ପାର୍କ ତ ମୁଁ ସବୁବେଳେ ଆସେ ଆପଣମାନେ ଦେଖିଥିବେ ମୋ ବ୍ଲଗ୍ ଫଲୋ କରିଥିବେ କାହିଁକିନା ଆମେ ଏଇ ପାର୍କ ଏଇ ଏରିଆରେ ହିଁ ଆମେ ରହୁ ସତ୍ସଙ୍ଗ ବିହାର ଆସୁ ସେଠି ଝିଅକୁ ବୁଲାଉ ମାନେ ସତ୍ସଙ୍ଗ ବିହାରରେ ତାପରେ ଆମେ ଜୟଗୁରୁ ଯେଉଁ ମନ୍ଦିରଟା ସେଠି ତାପରେ ଆମେ ମୁଖାର୍ଜୀ ପାର୍କ ହେଇକିନା ଘରକୁ ଯାଉ ଏଠି ଭଲ ମନ୍ଦ କ'ଣ ଖାଇକିରି ଯାଉ ତାପରେ ମୁଁ ବି ଘରେ ରହିକିରି ପୁରା ହାଲିଆ ତ ମୁଁ ଚାଲ ଟିକେ ପାର୍କରେ ବସିକିରି ଖୋଲା ପବନ ଖାଇକିରି ଏ ଫୁଲ ସବୁ ଦେଖିକି ଟିକେ ଦିଲ ଖୁସ୍ କରିକି ଆସିବା ତ ଏଇଠି ଏମାନେ ଭାଇ ଭଉଣୀ ବି ମସ୍ତ ଏନ୍ଜୟ କଲେ ରିସି ତ ଯେଉଁ ଖୁସି ମାନେ ସ୍ଲାଇଡ଼ରରେ ଚଢ଼ିଯିବ ଆଉ ଖସିବ ତା ଯେଉଁ ଖୁସି ତାପରେ ଦୋଳିରେ ବସିଲା ଯେ ଓହ୍ଲେଇବା ନାଁ ଧରିଲାନି ଗୋଟେ ମାନେ 20 ମିନିଟ୍ କାଳ ସେ ଦୋଳିରେ ବସି ତା ବାପା ତାକୁ ଜଗିଛନ୍ତି ତାପରେ ଝିଅକୁ ଭୋକ ଲାଗିଲା ଝିଅ କହିଲା ମୁଁ ଗୁପଚୁପ୍ ଖାଇବି ତ ସତ୍ସଙ୍ଗ ବିହାର ସାଇଡ଼ରେ ବିନା ପିଆଜ ରସୁଣର ଗୁପଚୁପ୍ ସବୁବେଳେ ସେଇଠି ଯେଉଁ ଗୁପଚୁପ୍ ରହେ ସବୁବେଳେ ବିନା ପିଆଜ ରସୁଣ ବାଲା ହିଁ ଗୁପଚୁପ୍ ଥାଏ ତ ସେଇଠି ଆମେ ମେଞ୍ଚେ ସାରା ଗୁପଚୁପ୍ ଖାଇଲୁ ତାପରେ ଆମେ ଆସିଲୁ ଶହୀଦନଗର ଜୁଡ଼ିଓକୁ କାହିଁକିନା ଆଗକୁ ଆସୁଛି ଝିଅର ହାପି ବାଲା ବର୍ଥଡେ ଡଗି ଏଠି ଏସି ଆଗରେ ଶୋଇଲା କୁହୁ ତାକୁ ଦେଖି ହସୁଛି ମାମା ଦେଖ ଥଣ୍ଡା ପାଇକିରି ସେ କେମିତି ଶୋଇଛି ଗେଟ୍ ସାମ୍ନାରେ ଜୁଡ଼ିଓରେ ଗୋଟେ ବି ଡ୍ରେସ୍ ଭଲ ଲାଗିଲାନି ଯେବେ ଆମେ ଦରକାର ନଥିବ ଆସିଥିବୁ କିଛି ଅଲଗା ଜିନିଷ ସପିଂ କରୁଥିବୁ ସେବେ ଡ୍ରେସ୍ ଭଲ ଲାଗେ କିନ୍ତୁ ଯେଉଁଦିନ ଆମେ ଦରକାରରେ ଆସିଛୁ ସେଦିନ ଡ୍ରେସ୍ କିଛି ଭଲ ଲାଗିଲାନି ତ ଆମେ କିଛି ବି ଆଣିଲୁନୁ ଡ୍ରେସ୍ ପଟା ତାପରେ ଝିଅ କହିଲା ମାମା ମୁଁ ମଞ୍ଚୁରିଆନ୍ ଖାଇବି ଜୁଡ଼ିଓ ବାହାରେ ମଞ୍ଚୁରିଆନ୍ ମିଳେ ଡ୍ରାଏ ବାଲା ଷ୍ଟାର୍ଟର ଟାଇପ୍ର ତ ସିଏ ମଞ୍ଚୁରିଆନ୍ ଗୋଟେ ପ୍ଲେଟ୍ ଖାଇଲା ତାପରେ ଆମେ ବାପା ମା ଗୋଟେ ଆଣିଲୁ ମଞ୍ଚୁରିଆନ୍ ୱିଥ୍ ଚାଉମିନ୍ ଆଣିକିରି ଆମେ ପେଟେ ଖାଇଦେଲୁ ଖାଇସାରିଲା ପରେ ଦେଖନ୍ତୁ ରିସି ତାର ଧୁମ୍ ମସ୍ତି ଆଉ ଇଏ ବି ତାର ମଞ୍ଚୁରିଆନ୍ ଖାଇକିରି ପୁରା ଦିଲ୍ ଖୁସ୍ ତ ଏବେ ବର୍ତ୍ତମାନ ଆମେ ଓଲା ବୁକ୍ କରିଛୁ ଘରକୁ ଯିବୁ